शारदा सृष्टिर आद्य धनी ओम चिरदायिनी मां जगज्जननी मां भारतीଙ୍କ ନିକଟରେ ମୁଁ ମୋର ଭକ୍ତିଗତ ଅର୍ଘ୍ୟ ଅର୍ପଣ କରୁଅଛି। ଏଠାରେ ଉପସ୍ଥିତ ଥିବା ମୋର ସମସ୍ତ ଗୁରୁଜୀ ଗୁରୁମାଙ୍କୁ ମୁଁ ଭକ୍ତିଗତ ପ୍ରଣତି ଜ୍ଞାପନ କରି ଆରମ୍ଭ କରୁଛି ମୋର ବକ୍ତବ୍ୟ। ଆଜିର ବିଷୟବସ୍ତୁ ହେଉଛି ଦଣ୍ଡମୁକ୍ତ ବିଦ୍ୟାଳୟ କେତେ ଦୂର ଯଥାର୍ଥ। ଆପଣମାନଙ୍କୁ ମୁଁ ଆଜି ଏହାର ସପକ୍ଷରେ କିଛି ମତ ପ୍ରଦାନ କରିବାକୁ ଯାଉଅଛି। ଦଣ୍ଡମୁକ୍ତ ବିଦ୍ୟାଳୟ ମୋ ମତରେ ଦଣ୍ଡମୁକ୍ତ ବିଦ୍ୟାଳୟ ହିଁ କରିବା ଆବଶ୍ୟକ। ଏଥିପାଇଁ କୁହାଯାଏ ଦଣ୍ଡିବା ଶକ୍ତି ଯାର ଥାଏ ସେ ପୁଣି କ୍ଷମା ଆଚରେ। ବିଦ୍ୟାଳୟ ଦଣ୍ଡମୁକ୍ତ ବ୍ୟବସ୍ଥା ଜାଣିବା ପୂର୍ବରୁ ଆମେ ଜାଣିବା ବିଦ୍ୟାଳୟ କ'ଣ। ବିଦ୍ୟାଳୟ ହେଉଛି ଏକ ବିଦ୍ୟାର ମନ୍ଦିର। ଏଥିପାଇଁ କୁହାଯାଏ the school is the second home for a child। ବିଦ୍ୟା ଯେତେବେଳେ ପିଲାଟି ଜନ୍ମଗ୍ରହଣ କରେ ସେ ନିଜ ପରିବାର ବର୍ଗଙ୍କ ଠାରୁ ସ୍ନେହ ଶ୍ରଦ୍ଧା ଭଲ ପାଇବା ପାଇଥାଏ ଏବଂ ଉତ୍ତମ ଶିକ୍ଷା ଲାଭ କରିଥାଏ ଏବଂ ସେ 2-3 ବର୍ଷ ପରେ ବିଦ୍ୟାଳୟକୁ ଯାଇଥାଏ। ବିଦ୍ୟାଳୟରେ ମଧ୍ୟ ସେ ଶିକ୍ଷକ ଶିକ୍ଷାର୍ଥୀଙ୍କ ଠାରୁ ତାହାକୁ ଆଶା କରିଥାଏ। ଯଦି ବିଦ୍ୟାଳୟ ଦଣ୍ଡମୁକ୍ତ ହୋଇନଥିବା ମାଡ଼ ଦିଆଯାଏ ପିଲାଟିର ପାଠ ପ୍ରତି ଆଗ୍ରହ ରହିବ ନାହିଁ। ସେ ପାଠକୁ ଭୟ କରିବ ଏବଂ ପାଠକୁ ଡରିବା ଏବଂ ବିଦ୍ୟାଳୟକୁ ଆସିବା ନାହିଁ। ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଯଦି ବିଦ୍ୟାଳୟକୁ ଦଣ୍ଡମୁକ୍ତ କରାଯିବ ତେବେ ପିଲାଟି ବିଗିଡ଼ିଯିବ କି? ନା, ପିଲାଟି ବିଗିଡ଼ିବନି। ମୋ ମତରେ ବିଦ୍ୟାଳୟକୁ ଆସିବାର ଉପସ୍ଥାପନ ବଢ଼ିବ ଏବଂ ପିଲାଟି ବିଦ୍ୟାଳୟକୁ ଆସିପାରିବ। ଏଥିପାଇଁ କୁହାଯାଏ ମନ୍ଦିର ସମାନ ଆମ ବିଦ୍ୟାଳୟ ସବୁ ସ୍ମୃତି କରି ଦେଖିଛି ପଢ଼ିଥିଲି ଜଣେ ପ୍ରଥମ ଅକ୍ଷର ଶିଖିଥିଲି ଜଣେ ପ୍ରଥମ ଶିକ୍ଷା। ଏତିକି କହି ମୋ ବକ୍ତବ୍ୟ ଶେଷ କରିଛି। ଜୟ ହିନ୍ଦ।